नमस्कार सुप्रभात। जय आरसीएम। बहुत बहुत धन्यवाद आपको समस्तଙ୍କୁ। ध्यान उपरे तो आज बुधवार बहुत जय श्याम। जय आरसीएम। ध्यान उपरे आमे बुधवार आज बहुत सारा नॉलेज नौचे प्रत्येक दिन प्रत्येक बुधवार। प्रत्येक दिन ध्यान करवा उचित। ध्यान करने द्वारा मनर शांति आउ ता सहित परिवार शांति आउ ता सहित पूरा संपूर्ण ब्रह्मांड शांति आमे कामना करिपरिबा आउ ता सहित आमे रोगमुक्त भी हेई परिबा। तो ये आम पाई निहाती जरूरी। निजे सुस्थ रहिबा सहित समस्तଙ୍କୁ सुस्थ रखिबा ये होची बहुत बड़ कथा। तो ସେଥିଲାଗି ଆମେ ପ୍ରତ୍ୟେକ ଦିନ କିଛି ନା କିଛି କେତେ ସମୟ ଗୋଟେ ଆମେ ନିଜେ ମେଡିଟେସନ କରିବା ନିହାତି ଦରକାର। ତ ଆମେ ମେଡିଟେସନ କଲେ ହିଁ ଆମେ ସୁସ୍ଥ ରହିପାରିବା, ମନକୁ ଶାନ୍ତି ରଖିପାରିବା ଆଉ ଆଗକୁ ଜୀବନରେ ଆମେ କିଛି ଆଗକୁ ବଢିବା ପାଇଁ ପରିବାର ପାଇଁ ଆଉ ତା ସହିତ ଏଇ ସମାଜ ପାଇଁ କିଛି କରିବା ପାଇଁ ତ ଆମେ ମାନେ ଅ, ପ୍ରସ୍ତୁତ ହେଇପାରିବା। ସେଟା ହଉଛି ବହୁତ ବଡ କଥା। ତ କାଲି ଆମର ସେଲିବ୍ରେସନ ବି ସରିଲା। ବହୁତ ସାରା ସାଥୀ ଅଲରେଡି ସେଲିବ୍ରେଟ ବି ହେଲେ। ବହୁତ ବଡ ବଡ ଟାର୍ଗେଟ ବି ସମସ୍ତେ ନେଇକି ଆଉ 2-3 ଦିନ ଭିତରେ ଆମେ ଏ, ତାକୁ ପୁରା କରିବା। ତ ସେଥିଲାଗି ପୁରା ଟିମକୁ ଆମେ ଏ, ସମସ୍ତଙ୍କୁ ଫଲୋ ଅପ୍ କରିକି ଆମର ଯୋଉ ସାଥୀ ମାନେ ଅଲରେଡି କରିପାରିନାହାନ୍ତି ତ ସେମାନଙ୍କର ପରଫର୍ମାନ୍ସ ଯାହା ଯାହା ତାଙ୍କର ସେଲ୍ଫ ପରଚେଜ ହଉ କିମ୍ବା ତାଙ୍କର ଟିମର ବି ହଉ, ତ ଯଦି ଆମେ ଠିକ ଭାବରେ ଗାଇଡ କରିବା ତ ସେମାନଙ୍କର ଟାର୍ଗେଟ ବି ଫୁଲଫିଲ ହେଇଯାଇ ପାରିବ। ଆଉ ଟାର୍ଗେଟ ତ ଫୁଲଫିଲ ହବ ତ ସେଟା ତ ବହୁତ ବଡ କଥା। ଆଉ ଟିମର ଯଦି ସବୁ ସାଥୀଙ୍କର ଟାର୍ଗେଟ ଫୁଲଫିଲ ହେଇଗଲା ତାହେଲେ ଆମର ବି ଯୋଉ ଟାର୍ଗେଟ ଆମେ ନେଇଛେ ସେ ଟାର୍ଗେଟ ବି ଫୁଲଫିଲ ହେଇପାରିବ। ତ ଆମେ ଯଦି କାଲକୁଲେସନ କରିବା କୋଉଠି କେତିକି ପରଚେଜ ଭଲ୍ୟୁମ ହେଲେ ଆମ ଟିମରେ କିଏ କୋଉ ପୋଜିସନରେ ପହଞ୍ଚିବ, କିଏ ବିଗନରରେ ପହଞ୍ଚିବ, କିଏ ଷ୍ଟାର୍ଟରରେ ପହଞ୍ଚିବ, କିଏ ଓପନରରେ ପହଞ୍ଚିବ, କିଏ ଇଗଲରେ। ତ ଯଦି ଆମେ ତାର ଗୋଟେ ଟାର୍ଗେଟ ନେଇକି ଆମେ ଟିମକୁ ଫୋନ ଫୋନ କରିବା, ହୁଏତ ଏମିତି ବି ହେଇଥିବ ବହୁତ ସାରା ସାଥୀ ତାଙ୍କ ମନେ ନଥିବ, ପରଚେଜ ବି କରିନଥିବେ, ତ ଏଇ ମାସରେ ଡିସକଣ୍ଟିନ୍ୟୁ ତାଙ୍କର ହେଇଯିବ। ହୁଏତ ଗତ ମାସରେ ଯୋଉ ସାଥୀ ଅଲରେଡି ପରଚେଜ କରିନାହାନ୍ତି ତ ସେମାନଙ୍କୁ ଆମେ ଯଦି ଟିକେ ଫୋନ କରିଦବା, କାରଣ ତାଙ୍କର ସପୋଜ 5 ମାସ ହେଇଛି, 5th ମନ୍ଥଟା ସେ ପରଚେଜ କରିନାହାନ୍ତି ଗତ ମାସଟା, ତ ଏ ମାସରେ ସେ ପରଚେଜ କରିଦେଲେ ବି ହେଇଯାଇ ପାରିବ। ଯୋଉମାନେ ତାର ଗୋଟେ ସ୍ଲାବ ଅଛି ଯେ 100ରୁ ନେଇକି 1499 ଭିତରେ ଯୋଉ ସାଥୀ ପରଚେଜ କଣ୍ଟିନ୍ୟୁ କରୁଛନ୍ତି ତ ସେମାନଙ୍କ ପାଇଁ 1500 ପିଭିର ପରଚେଜ କରିଦେଲେ ତାଙ୍କର ଗତ ମାସର ଯୋଉ ଡିସକଣ୍ଟିନ୍ୟୁ ସେ ପୁଣି କଣ୍ଟିନ୍ୟୁ ହେଇଯିବ। କିନ୍ତୁ ଯଦି 6th ମନ୍ଥ ହେଇଥିବ ଗତ ମାସଟା ତାହେଲେ ଆଉ କିଛି କରିହବ ନାହିଁ। ଷଷ୍ଠ ମାସ ଯଦି ହେଇଥିବ ଗତ ମାସଟା ତାହେଲେ ଆଉ କିଛି କରିହବନି। ଯଦି 1ରୁ ନେଇକି 5 ଭିତରେ କୌଣସି ବି ମାସ ଡିସକଣ୍ଟିନ୍ୟୁ ହେଇଛି ଗତ ମାସ ତାହେଲେ କରିହବ। ଆଉ ଯୋଉମାନେ 1500 ପିଭି କଣ୍ଟିନ୍ୟୁ କରୁଛନ୍ତି ତାଙ୍କ ପାଇଁ ସେମିତି ବି ଯେ 1500 ପିଭି କୁ ଯଦି କରିନାହାନ୍ତି, ଯେତିକି ସେ କରିନାହାନ୍ତି, ସପୋଜ ସେ 1200 କରିନାହାନ୍ତି, 1200 କରିଛନ୍ତି ଆଉ 300 କରିନାହାନ୍ତି, 300ର ଡବଲ ହେଲା 600 ପ୍ଲସ୍ ଏ ମାସର 1500, ତ ଆପଣଙ୍କର ଟୋଟାଲ 2100 ପିଭି କରିଦେଲେ ହେଇଯିବ। ତ ଇଏ ହିସାବରେ ଯେ ଯୋଉ 1500 ଉପରକୁ ଯୋଉ ଯୋଉ କଣ୍ଟିନ୍ୟୁ ଯୋଉମାନେ କରୁଛନ୍ତି ଯେତିକି ସର୍ଟେଜ ଅଛି ତାର ଡବଲ ପ୍ଲସ୍ ସେଇ ମାସର ଏତିକି କରିଦେଲେ ତାଙ୍କର କଣ୍ଟିନ୍ୟୁ ହେଇଯିବ। କିନ୍ତୁ ଧ୍ୟାନ ରଖନ୍ତୁ ଯଦି ଗତ ମାସଟା ଷଷ୍ଠ ମାସ ହେଇଥିବ ଆଉ କିଛି କରିହବ ନାହିଁ ଯଦି ଡିସକଣ୍ଟିନ୍ୟୁ ହେଇଥିବ। ତ ଏଇଟା ହଉଛି ଗୋଟେ ବହୁତ ବଡ କଥା। ଆଉ ଆଜି ଆମେ ସେଇ ଯୋଉ ଏଇ ଯୋଉ 25 ତାରିଖ, ଆଜି 25, 26, 27, 28, ଇଏ ଯୋଉ 4 ଦିନ ଆମ ପାଇଁ ଗୋଟେ ବହୁତ ବଡ କଥା। କାରଣ ଆମ ଆମ ପାଇଁ କେବଳ ଯେ ଆମ ନିଜର ଟାର୍ଗେଟ ସେଟା ବଡ ନୁହେଁ, ଆମ ଟିମର ଟାର୍ଗେଟ ହଉଛି ସବୁଠୁ ବଡ କଥା। ଟିମର ଯଦି କାହାର ଡିସକଣ୍ଟିନ୍ୟୁ ହେଇଯାଉଛି, ହୁଏତ ଏମିତି ବି ମୁଁ ଦେଖୁଛି ଯେ ବହୁତ ସାରା ମନାନ୍ତର ମତାନ୍ତର ବି ହେଇଯାଉଛି। ସେ କହୁଛନ୍ତି ଯେ ମତେ କାହିଁକି ଟିକେ କହିଲେନି। ତ କରିବାର ଉଦ୍ଦେଶ୍ୟ ଅଛି କିନ୍ତୁ ହୁଏତ କାମ ବ୍ୟସ୍ତରେ କିଏ ଭୁଲି ଯାଇଛନ୍ତି, ଏତେ ସିରିୟସ ହେଇନାହାନ୍ତି। ତ ସେଥିଲାଗି ଡିସକଣ୍ଟିନ୍ୟୁ ନ ହବା ପାଇଁ ଆମେ ଚେଷ୍ଟା କରିବା ପ୍ରଥମ କଥା। ଦ୍ୱିତୀୟ କଥା, ଟିମରେ 5000 ପିଭି କରିବା ଦ୍ୱାରା ଆମେ ଯେତେବେଳେ ଯାଉଥିବା ଏଲଡିପି କୁ ଯାଉଥିବା
ତ ସେଠି ସେଲିବ୍ରେସନ ଦେଖିକି ଏକ୍ସାଇଟମେଣ୍ଟ ଆମ ଭିତରେ ହଉଥିବ, କିନ୍ତୁ ସେମାନେ ଯଦି 5,000 PV କରିନଥିବେ, ଆସନ୍ତା ମାସକୁ 15,000 ଟୋଟାଲ କରିବାକୁ ହେଲେ ତାଙ୍କୁ ଗୋଟେ ବହୁତ ହାର୍ଡସିପ୍ ହେଇଯିବ। ତ ସେମାନେ କରିବା ବହୁତ ସାରା ସାଥୀ କରିପାରନ୍ତିନି, କିନ୍ତୁ ତାଙ୍କର ଇଚ୍ଛା ଥାଏ। ତ କହିବେ 3 ମାସ ହେଲା ଆପଣ ତ କରୁଛନ୍ତି, ମୁଁ ବି କରିଦେବି, ଯଦି ମୁଁ କରିଥାନ୍ତି ଯଦି ହେଇଥାନ୍ତା। ତ ଇଏ ବି ଗୋଟେ ବହୁତ ବଡ କଥା ଯେ ଆମେ ତାଙ୍କୁ ଏ ମାସରେ ବି ପରଚେଜ କିଛି କରେଇକି ଆସନ୍ତା ମାସରେ ପରଚେଜ କରେଇଲେ ସିଏ ବି ଆମର ହେଇଯାଇ ପାରିବ। ତୃତୀୟ କଥା ହଉଛି ଯେ ଆମେ ଯଦି ଆଉ କାହାକୁ 5,000 PV କରୁଛେ, ତାହେଲେ ଅ, ଆମ ଟିମରେ 4 ଜଣଙ୍କୁ ଆମେ 5,000 PV ଲେଖେ କରୁଛେ, ତାହେଲେ ତ 20,000 PV ହେଇଯାଉଛି। ଆଉ 20,000 PV ହବା ଦ୍ୱାରା ତ ଆମେ ବିଗନର ପିନ୍ରେ ପହଞ୍ଚି ଯାଇ ପାରୁଛେ। ତ ଟିମରେ ମ୍ୟାକ୍ସିମମ୍ ମ୍ୟାକ୍ସିମମ୍ ବିଗନର ପିନ୍ର ଫ୍ୟାକ୍ଟ୍ରି କରିଦେବା ନିହାତି ଦରକାର। ମାନେ ଯେତେ ଅଧିକ ବିଗନର ପିନ୍ ସେତେ ବଡ଼ ସଶକ୍ତ ଆପଣଙ୍କର ଟିମ୍। ତ ସେଥିଲାଗି ବିଗନର ପିନ୍ ଉପରେ ଆମେ ଯଦି ଧ୍ୟାନ ଦେବା, ତା ଉପରକୁ 2 ଜଣ ବିଗନର କରିଦେଲେ ଆମେ ହେଇଗଲେ ଷ୍ଟାର୍ଟର। ଏମିତି ଧୀରେ 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 ବଢି ବଢି ଚାଲିବ। ତ ସେ ଶୃଙ୍ଖଳା ଭିତରେ ଜୋରଦାର ଏଇ ଯୋଉ 4 ଦିନ ଆମ ପାଇଁ ବହୁତ ମହତ୍ୱପୂର୍ଣ୍ଣ ରହିଛି। ଆଉ ଯୋଉ ସାଥୀମାନେ 1,000 ଟଙ୍କାର ପରଚେଜ କରିଛନ୍ତି କି ସୋଲର, ତ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଅଲରେଡି ତାଙ୍କର ନାଁ ବି ମୁଁ କାଲି ପଠେଇ ଦେଇଥିଲି ଗ୍ରୁପରେ ପଠେଇ ଦେଇଥିଲି ଆମ ଟିମରେ ଯୋଉମାନେ 1,000 ଟଙ୍କାରୁ ଉର୍ଦ୍ଧ୍ୱ ପରଚେଜ କରିଛନ୍ତି କି ସୋଲର। ତ ସେମାନଙ୍କର ନାଁ ବି ମୁଁ ପଠେଇ ଦେଇଥିଲି। ଆଉ କିଛି ସାଥୀମାନଙ୍କୁ ପର୍ସନାଲି ବି ପଠେଇଥିଲି, କାହାର 900 ହେଇଥିଲା, 800 ହେଇଥିଲା, ପର୍ସନାଲି ପଠେଇଥିଲି। କାହାର 4 ଟଙ୍କା କମ୍ ଥିଲା। ତ ଇଏ ଟଙ୍କାର ଆମେ ପରଚେଜ ଯଦି ଆମେ କରିଦେବା, ତାହେଲେ ଆମେ ସେଥିରେ ଏଣ୍ଟ୍ରି ହେଇପାରିବା। 27 ତାରିଖ ଗୋଟେ କିସୋଲର ଗୋଟେ ବହୁତ ଭଲ ଟ୍ରେନିଂ ପ୍ରୋଗ୍ରାମ ହବ। ତ ସେଥିଲାଗି ସବୁ ସାଥୀମାନଙ୍କୁ ଅନୁରୋଧ ଯେ 27 ତାରିଖର ଯୋଉ ଟ୍ରେନିଂଟା ଆପଣଙ୍କ ଜୀବନରେ ଗୋଟେ ବହୁତ ବଡ଼ ପରିବର୍ତ୍ତନ ହବ। ଦେଖନ୍ତୁ, ସୁନ୍ଦର ଦେଖା ହବା ପାଇଁ କାହାକୁ ଭଲ ନ ଲାଗେ? ସମସ୍ତଙ୍କୁ ଭଲ ଲାଗେ ଯେ ମୁଁ ଟିକେ ସୁନ୍ଦର ଦେଖା ହୁଅନ୍ତି କି ସମସ୍ତଙ୍କଠୁ ମୋର। ଆଉ ଯଦି ମୋର ସ୍କିନ୍ ଖରାପ ହେଇଯାଉଛି, ସ୍କିନ୍ ଏମିତି ମାନେ କଣ ଏ ଟାଇପର ବହୁତ ଖରାପ ଲାଗୁଛି, ତ ଧୀରେ ଧୀରେ ଲାଗିବ କି ମାନେ ଆମକୁ ଇତିହାସ କହିବାକୁ ପଡିବ ଯେ ମୁଁ ବି ମୋର ଜୀବନରେ ବହୁତ ସୁନ୍ଦର ଥିଲି। ତ ଥିଲି, ଏବେ ତ ନାହିଁ। କିନ୍ତୁ ସେଇଟା କଣ୍ଟିନ୍ୟୁ କରିବା ପାଇଁ, ନିଜେ ସୁନ୍ଦର ଦେଖା ହବା, ଅନ୍ୟକୁ ସୁନ୍ଦରତାର ରାଜ ବତେଇବା, ତ ସେମାନଙ୍କୁ ପୁରା ଦୁନିଆକୁ ସୁନ୍ଦର ଯାହାକୁ ଦେଖୁଥିବା ସେ ସୁନ୍ଦର ଦେଖା ହଉଥିବ। ତାମାନେ ଆମ ମନଟା ଆହୁରି ଖୁସି ବି ହଉଥିବ ଯେ ଆମେ ଆନନ୍ଦ ହଉଥିବ। ଆରେ ବହୁତ ବଢିଆ। ଯୋଉମାନେ ବି ଦେଖାହେଲେ ସେ ବି ମାନେ ସେ ପୁରୁଷ ସାଥୀ ହୁଅନ୍ତୁ, ମହିଳା ସାଥୀ ହୁଅନ୍ତୁ, ସମସ୍ତେ ଯାହାକୁ ଦେଖିବେ ସେ ସୁନ୍ଦର ଦେଖା ହଉଥିବ। ତ କେତେ ସୁନ୍ଦର ହେଇପାରିବ ଏ ପୃଥିବୀ। ତ ସେଥିଲାଗି ଆମକୁ ସୁନ୍ଦରତାର ନଲେଜ ନବା ନିହାତି ଜରୁରୀ। ତ ସେଥିଲାଗି ଆପଣ ଆଜି ଯୋଉ ମେଡିଟେସନ, ଆଜି ଯୋଉ ଧ୍ୟାନ ଆପଣଙ୍କର ରହିଲା, ତ ଆପଣଙ୍କ ମାଇଣ୍ଡ ଯୋଉ ଷ୍ଟ୍ରଙ୍ଗ ରହିଲା, ତ ମୁଁ କେବଳ ଏତିକି ବିଶ୍ୱାସ ରଖିଛି ଯେ ଆପଣମାନେ ଆପଣମାନଙ୍କର କାର୍ଯ୍ୟରେ ସଫଳ ହେଇଯାଆନ୍ତୁ। ଯୋଉ ଯୋଉ ମକସଦରେ ଆପଣ ମାନେ ଅଛନ୍ତି, ଯେମିତିକି ରୋଗମୁକ୍ତ ଭାରତର ମକସଦରେ ଆପଣ ଅଛନ୍ତି, ସେଥିରେ ବି ଆପଣ ସଫଳ ହେଇଯାଆନ୍ତୁ। ଯୋଉ ଯୋଉ ମକସଦରେ ଆପଣ ଅଛନ୍ତି, ସ୍ୱାବଲମ୍ବୀ ଭାରତ କରିବାର ଯୋଉ ମକସଦରେ ଆପଣ ଅଛନ୍ତି, ଯେ ପୁରା ଭାରତରେ ସମସ୍ତଙ୍କ ପାଖରେ କାହା ପାଖରେ ଅଭାବ କିଛି ନଥିବ, ସେଥିରେ ବି ସଫଳ ହେଇଯାଆନ୍ତୁ। ତା ଛଡା ମହିଳାମାନଙ୍କର ଯୋଉ ସଶକ୍ତିକରଣ କରିବା ପାଇଁ ଯୋଉ ମକସଦରେ ଆପଣ ଅଛନ୍ତି, ସେଥିରେ ବି ସଫଳ ସଫଳ ହେଇଯାଆନ୍ତୁ। ତ ତା ଦ୍ୱାରା ଆମେ ବହୁତ ଆଗକୁ ଆମେ ବଢିପାରିବା। ତ ସେଇ ଶୃଙ୍ଖଳା ଭିତରେ ଆଜି ଆମର ଏ ମାସର କଣ ଆମେ ଟାର୍ଗେଟ ଆମେ ନେଇଛେ, ଆଉ କଣ କଣ ପୁରା କରିବା। ଯେମିତିକି ଆମର ଟିମର ଟାର୍ଗେଟ କେତେ ଜଣ ଆମେ ଭାଇଟାଲ ପିନ୍ ତିଆରି କରିବା, କେତେ ଜଣ 5,000 PV ତିଆରି କରିବା, କିମ୍ବା ଆମର କୋଉ ପୋଜିସନରେ ଆମେ ପହଞ୍ଚିବା, କିମ୍ବା ଆମେ 1,000 ଟଙ୍କାର ପରଚେଜ କରିକି କିସୋଲର କେତେ ଜଣଙ୍କୁ ଆମେ ଇନଭଲ୍ଭ କରିବା। ତ ତା ଉପରେ ଆଜି ଆମେ ଡିସ୍କସନ କରିବା। ତ ତା ମାଧ୍ୟମରେ ଆମେ ଆଗକୁ ବହୁତ କିଛି ବଢିପାରିବା। ଆଉ ତା ଛଡା ସବୁଠୁ ବଡ କଥା ଯେ ଭଗବାନ ଏମିତି ସୃଷ୍ଟିଙ୍କର ମାନେ ଭଗବାନଙ୍କର ଗୋଟେ ବହୁତ ଭଲ ସୃଷ୍ଟି, ଯାହା ମୁହଁରେ କହିଦବା ତାହା ସେଟା ଉପରେ ତଥାସ୍ତୁ ଆମକୁ ମିଳିଯିବ। ତ ଭଗବାନ ସବୁବେଳେ କେବେ ଏମିତି ମାଗିବାର ଦେଖିଛନ୍ତି? ଏ ତ ସମସ୍ତେ ସବୁବେଳେ ଭଗବାନ ଏମିତି ତଥାସ୍ତୁ କହନ୍ତି ଯେ ଯାହା ଆପଣ ମୁହଁରୁ ବାହାରିବ ତ ତାହା ଆପଣଙ୍କର ହେଇଯିବ। ତ ଏଆଇ ବି ଜୁମ ରେ ହେଇଯାଇଛି, ମୁଁ ଯେତେବେଳେ ହାତ ଏମିତି କରୁଛି ଅଟୋମେଟିକ ହ୍ୟାଣ୍ଡ ରାଇଜ ହେଇଯାଉଛି।
ତ ଇଏ ବି ବହୁତ ମାନେ ଧୀରେ ଧୀରେ ଦେଖନ୍ତୁ ଯେମିତି କି କୁହାଯାଏ ଯେ ବହୁତ ସାରା ସାଥୀ ତାଙ୍କ ହ୍ୟାଣ୍ଡ ରାଇଜ କରିପାରନ୍ତିନି କିନ୍ତୁ କ୍ୟାମେରା ଅନ୍ କରିକି ହାତ ଦେଖେଇଲା ପରେ ସେ ବି ହ୍ୟାଣ୍ଡ ରାଇଜ ହେଇଯାଉଛି। ତ ଯେମିତିକି କୁହାଯାଏ ଆବଶ୍ୟକତା ଅ, ଆବିଷ୍କାରର ଜନନୀ। ତ ଆମକୁ ଯାହା ଯାହା ଦରକାର ଆବଶ୍ୟକତା ଅଛି ତାର ଆବିଷ୍କାର ତ ହବ ହିଁ ହବ ଆଉ ଇଏ ବି ବହୁତ ସାରା ହେଇଯାଉଛି। ତ ସେଥିଲାଗି ଆମେ ଚିନ୍ତା କରିବା ଯାହା କହିବା ତାହା ହେଇଯିବ। ତ ଇଏ ଭିତରେ ମୁଁ ଆପଣଙ୍କୁ ଗୋଟେ ଛୋଟ ଷ୍ଟୋରି ମାଧ୍ୟମରେ ଆପଣଙ୍କୁ କହୁଛି ଯେ ଯାହା କହିବେ ତାହା ହେଇଯିବ। ତ ଦୁଇ ଜଣ ଭିକାରୀ ଥରେ ଭିକ ମାଗୁଥିଲେ ଆଉ ତାଙ୍କୁ ଭାରି ଜୋରେ ଭୋକ ହେଲା ସେଦିନ ତାଙ୍କୁ ଭିକ ମିଳିଲାନି। ତ କଣ କରିବେ? ତ ଚାରିଆଡେ ବୁଲି 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 ଭିକ ମାଗିଲେ କେହି ତ ଭିକ ଦେଲେନି କଣ କରିବେ? ସେଠୁ ସେ କହିଲେ ଠିକ ଅଛି ଚାଲ ଗୋଟେ କାମ କରିବା ଗୋଟେ ପୋଖରୀ କୂଳରେ ଆମେ ବସିଯିବା। ବସି ଯାଇକି ସେଠି ଆମେ ପୋଖରୀ ପାଣିକୁ ଟିକେ 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 ପାଟିରେ ପକାଉଥିବା ଆମେ ତାକୁ ଭାବିବା ଅନୁଭବ କରିବା ଯେ ଆମେ କିଛି ଖାଉଛୁ। ତ ଦି ଜଣ ଯାକ ଖାଇଲେ ମନ ଭିତରେ ଦି ଜଣ ଯାକ ଅନୁଭବ କଲେ। ସେଠୁ କିଛି ସମୟ ପରେ ଗୋଟେ ଭିକାରୀ ଆଉ ଜଣ ଭିକାରୀକୁ ପଚାରିଲା ଆଚ୍ଛା ତୁ କଣ ଭାବିଲୁ ଖାଇବା କଣ ଭାବିଲୁ ଖାଇବା ପାଇଁ କଣ ଖାଇଲୁ ଭାବନାରେ ତୁ କଣ ଖାଇଲୁ? ସେଠୁ ସେ କହିଲା ମୁଁ ଖାଇଲି ପଖାଳ ଖାଇଲି ଆଉ ଟିକେ ଲୁଣ ଲଙ୍କା ଦଳିକି ଖାଇଲି। ସେଠୁ ସେ ଟିକେ ହସିଦେଲା। ତୁ କାହିଁ ହସିଲୁ ତୁ କଣ ଖାଇଲୁ କି? ନା ମୁଁ ଖାଇଲି ପଲଉ ଖାଇଲି ମୁଁ ଖାଇଲି ଆହୁରି ବଢିଆ ବଢିଆ ଖାଇବା ଖାଇଲି ରାଜା ମହାରାଜା ମାନେ ଯୋଉ ଖାଦ୍ୟ ଖାଆନ୍ତି ତାକୁ ଖାଇଲି। କହିଲା ତୁ ଗୋଟେ ଭିକାରଟା ହେଇକି ଏଇ କଥା ଭାବୁଛୁ? ନାଇଁ ଦେଖ ଭାବିବାରେ କଣ ଅଛି? ସେଥିରେ ତମର ପଇସା ପଡୁନି ତ ମୁଁ ଭାବୁଛି ହୁଏତ ଭାବିଲେ ହୁଏତ ମତେ ମିଳିଯାଇ ବି ପାରିବ। ତ ଇଏ ହଉଛି କଥା ଆମେ ଯାହା କହିବା ସେଇଟା ଆମର ହେଇଯିବ। ଯାହା କହିବା ତା ଆମ ଭାବନା ଭିତରେ ଥାଏ ଆଉ ଯାହା ଭାବନା ଭିତରେ ଥାଏ ତା ମୁହଁରେ ବାହାରି ପଡେ ଆଉ ଯୋଉଟା ମୁହଁରେ ବାହାରି ପଡେ ସେଇଠି ତ ବସିଛନ୍ତି ପରମାତ୍ମା ଯାହା ବାହାରି ପଡିଛି ତଥାସ୍ତୁ। ତ ଇଏ ହଉଛି କଥା। ତ ଆମେ ମାନେ ବହୁତ କିଛି କରିପାରିବା। ତ ଆମେ ଏ ମାସରେ କଣ ବଡ ବଡ ଟାର୍ଗେଟ ଆମେ ନବା ତ ସେ ବିଷୟରେ ଆଜି ଆମେ ଡିସ୍କସନ କରିବା। ତ ମୁଁ ଚାହୁଁଛି ଯେ ସବୁ ସାଥୀ କ୍ୟାମେରା ଟିକେ ଅନ୍ କରନ୍ତେ ତ ବହୁତ ଭଲ ହେଇପାରନ୍ତା। ତ ଫାଷ୍ଟ ଆମେ ଷ୍ଟାର୍ଟ କରିବା। ଆଜି ଫାଷ୍ଟ ଆସିଛନ୍ତି ନର୍ମଦା ମ୍ୟାଡାମ ତାଙ୍କଠୁ ଷ୍ଟାର୍ଟ କରିବା। ମ୍ୟାଡାମ ୱେଲକମ୍। ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ବି ନମସ୍କାର। ଓହୋ ସାର୍ ଚେଷ୍ଟା ତ ଚାଲିଛି, ତଥାପି ଆଉ 4 ଦିନ ଅଛି। ମୁଁ ଭାବୁଛି ଟିକେ ନାକୁ ଆଉ ଟିକେ ଚେଷ୍ଟା କରିବି। ଆଉ ଯଦି ଜଣେ 2 ଜଣ ଯଦି ଜଏନ କରିପାରିବେ ତ ଭଲ କଥା। ତଥାପି କେତେ ଜଣଙ୍କୁ କହିଛି, ଆଉ କେତେ କିଏ ରେସପଣ୍ଡ କରୁଛନ୍ତି, ହଁ ହାଁ କରୁଛନ୍ତି, ପୁଣି ରେସପଣ୍ଡ କରୁନାହାନ୍ତି। ତଥାପି ଆଜି ଭାବୁଛି 2-3 ଜଣଙ୍କୁ ଆଉ ଟିକେ ନାକୁ ଆଜି ଫୋନ ଫାନ୍ କରିବି ବୋଲି। ଆଉ ଏଇଆ ତ 4 ଦିନ ଭିତରେ ଯେତେ ସମ୍ଭବ ଚେଷ୍ଟା ଚଲେଇଛି ଆଉ କଣ କରିବି ଆଉ। ଆଜ୍ଞା ଏଇଆ ମୁଁ ଆଜି କରୁଛି ଆଉ। ପୁରା ଟିମ ର ଆପଣଙ୍କର ପୁରା ଲିଷ୍ଟ ପଠେଇଦେବି। ଆପଣ ଚେଷ୍ଟା କରିବେ ହଁ ସମସ୍ତଙ୍କୁ 5,000 ପିଭି ହଁ କରିବା ପାଇଁ। ହଁ ଚେଷ୍ଟା କରିବା 5,000 ପିଭି କରିବା ପାଇଁ। ହୁଏତ 3,000 ବି ହେଇପାରେ, 2,000 ବି ହେଇପାରେ, 1,500 ବି ହେଇପାରେ, 100 ବି ହେଇପାରେ। ତ ଆମେ 5,000 ପିଭି ପାଇଁ ଚେଷ୍ଟା କରିବା। ଆଜ୍ଞା। ଓକେ ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ଆରତି ଅପା। ଜୟ ଆସିଏମ, ଚାନ୍ଦ ସାହେବଙ୍କୁ ନମସ୍କାର। ମୋର ଆସିଏମ ପରିବାର ସମସ୍ତଙ୍କୁ ସୁପ୍ରଭାତ। ଭାବନା ତ ଅନ୍ତ ନାହିଁ, ଭାବନା ଚିର ସମୁଦ୍ର। ଯେତେ ଭାବୁଥିବା ଭାବି ଚାଲିଥିବା, ହଉ କିନ୍ତୁ ହଉ ଭାବନାକୁ ମୁହଁରେ ଭାବନାକୁ କହିଦିଅନ୍ତୁ। ପ୍ରତିବାଦ ଖାଲି ମୁହଁରେ କହିଦିଅନ୍ତୁ ତ ତାକୁ ତଥାସ୍ତୁ ମିଳିଯିବ ସେପଟରୁ। ହଁ ମୁଁ ଭାବନାକୁ ମୁହଁରେ କାର୍ଯ୍ୟକାରୀ କରିବା କହୁଛି। ଦରକାର। ଭାବନା ଭାବନାକୁ ପ୍ରତିଫଳିତ କରିବା ହଉଛି ବଡ କଥା। ଯୋଉଟା ଆମେ ଭାବିବା ତାକୁ କେମିତି ପ୍ରତିଫଳିତ କରି ଦେଖେଇବା, ସେଇଟା ହେଲା ସବୁଠୁ ବଡ କଥା। ତେଣୁ ଏ ମାସର ଯୋଉ ଟାର୍ଗେଟ ଆମେ ରଖିଛୁ ଯେ ବିଘ୍ନରେ 4-5ଟି ବାହାରିବେ, ଷ୍ଟାର୍ଟର ବାହାରିବେ 2-3 ଜଣ, ଏମିତି ସବୁ ରଖିଛି ଟାର୍ଗେଟ। ଆଉ ଓପନର ତ ଆମର ଯିଏ ହେଲେ ବି ଜଣେ ନିହାତି ହେବେ। ତେଣୁ ମୁଁ ଚେଷ୍ଟା କରୁଛି, ତଥାପି ମୋ ଚେଷ୍ଟାର କୌଣସି ଇଏ ନାହିଁ, ଅନ୍ତ ନାହିଁ, ଚାଲିଛି। ତେଣୁ କାଲି ଯୋଉ ବର୍ଷା ପବନ ଝଡରେ ମୁଁ ଆଉ ମିଟିଂ କି ଆସିପାଇଲିନି। ସେଥିପାଇଁ ସର୍ବଜାକୁ ଚାନ୍ଦାଙ୍କୁ ଇଏ ମାଗୁଛି, କ୍ଷମା ମାଗୁଛି। ଆମର କଣ ଓଭର ଟୁ ଭୁଲ ସର। ଆପଣ ଏ ସବୁ କଥା ଆମକୁ କାହିଁ କହୁଛନ୍ତି? ନାଇଁ ମୁଁ ଆସିପାରିଲିନି, କ୍ଷମା ମାଗୁଛି। ସେଟା ଇଲେକ୍ଟ୍ରିକ ବାଲା ଭୁଲ ମାଗିବା କଥା।
ଓକେ ଥ୍ୟାଙ୍କ ୟୁ। ଯାହା ହଉ ବହୁତ ବଢିଆ କଥା, ଆପଣ କରିକି ତ ଦେଖେଇବେ, ଆପଣ ଟିମକୁ ନେଇକି ସକ୍ସେସ୍ ବି ହେବେ। ବହୁତ ବଢିଆ କଥା। ସାହୁ ଭାଇ। ଗୋଟେ ବଢିଆ କଥା। ଆଜି ସକାଳୁ ରକ୍ଷାରଞ୍ଜନ ସାହୁ ଫୋନ କଲେ, ମୋର 4 ଟଙ୍କା ସକାଶେ ହେଇପାରୁନି 1000 ଟଙ୍କାର ପରଚେଜ, ଯେମିତି ହଉ କିଣିକିରି ମୋ ମାକୁ ମୋ ବୋଉକୁ ନେଇକି ଯିବ କୋଉଠିକି ମିଟିଂକୁ। ତେଣୁ ମୁଁ ଭାରି ଖୁସି ହେଇଗଲି, ଯାହା 996 ଟଙ୍କାର ପରଚେଜ ହେଇଛି। ଗଲା ମାସରେ ଶତପଥୀ ସାର ମୋ କତିକି ପଠେଇଛନ୍ତି, ଆପଣ ଯେମିତି ହେଲେ ମୋ ପାଇଁ ଏଇଟା କିଣିଦେବେ ବାବା, ମନେ ରଖି ଏଇଟା କିଣିବେ। ଠିକ ଅଛି, ମୁଁ କହିଲି ବହୁତ ଭଲ ହେଲା, ମୁଁ ଆଜି କିଣିଦେବି। କିନ୍ତୁ ଆସିବା ଦରକାର, ତୁ ତ ଆସିପାରିବୁନି। ସେ ଯାହା ବି ହଉ, ମୁଁ ବର୍ତ୍ତମାନ ମୁଣ୍ଡ ଭିତରେ ରଖିଛି ଯେ ଏଇ ଯୋଉ 4 ଦିନ ମାତ୍ର ସମୟ ରହିଛି, ଟୋଟାଲ 100 ଜଣ କୁ ଡାଇମଣ୍ଡ କ୍ଲବ କରେଇବି। ସେଥିରୁ ବି ଲେଗରେ ମିନିମମ୍ 25 ଜଣକୁ କରେଇବା ପାଇଁ ଉଦ୍ୟମ ଜାରି ରହିଛି। ମୋର ବି ଲିଷ୍ଟ ଆଜି ପଠେଇଦେବେ। ଏ ଲେଗ ବି ଲେଗର ଯୋଉମାନେ 1500 ବିବିରୁ ଅଧିକ କରିଛନ୍ତି ଇଏ ଏ ଲେଗରେ, ଆଉ ବି ଲେଗର 100 ବିବିରୁ ଅଧିକ, ତା ଲିଷ୍ଟଟା ପଠେଇଲେ ମୁଁ ସେମାନଙ୍କ ସହିତ ଯୋଗାଯୋଗ କରିବି। ଆଉ ଉଦ୍ୟମ କରିବି ଯେମିତି 100 ଲୋକ ଡାଇମଣ୍ଡ କ୍ଲବ କରିବେ ଏ ଲେଗେ ବିଲେ ମିଶି। ଓକେ ସବୁଠୁ ସତପତି ବାବୁ। ଆଉ ତ ଗୋଟେ ଗୋଟେ ବିଗିନର ବି ମିନିଟ ନୂଆ ବିଗିନର ବି ସାହୁ ବାହାର ବାବୁ, କରିବା ପାଇଁ ହ୍ୟାଲୋ ଉଦ୍ୟମ ଜାରି ରହିଛି। ସାହୁ ବାବୁ ଗୋଟେ ମିନିଟ। ସିଏ ସାର୍ କହିଲା ଆପଣଙ୍କୁ କେତେ କିଣିବା ପାଇଁ କହିଲା? 4 ସାର୍ ଟଙ୍କା, ଆଁ? 4 ଟଙ୍କା। 4 ଟଙ୍କା। ମାନେ ଆପଣ ସେଟାକୁ ଆପଣ 996। ତାକୁ ଆପଣ ତାକୁ ମାନି ନେଲେ, ଆପଣ ନିଜେ କିଣିଦେଲେ। ଆଉ ନାଇଁ, ସିଏ ଏଇଟା ଆପଣ ଯିବା ପାଇଁ ତ ଯିବ। ଆରେ ଏଇଟା 4 ବିଜନେସ ଭଲ୍ୟୁମ କରିବା ପାଇଁ ଆପଣ ମାନି ନେଲେ, ପୁଣି ସେଟାକୁ ଆପଣ ସମସ୍ତଙ୍କ ଆଗରେ ଡିକ୍ଲାର କାହିଁ କରୁଛନ୍ତି? ତାହେଲେ ଏଠି ଯୋଉମାନେ ଚାରି ବସିଛନ୍ତି ସେମାନେ ଏବେ ଆପଣଙ୍କୁ ରିକ୍ୱେଷ୍ଟ କରିବେ ଯେ ଆମର ବି ଏମିତିକା 10 ବି 15 ବି 20 ବି ଆପଣ ତାଙ୍କର କିଣୁଛନ୍ତି, ଆଉ ଆମ ପାଇଁ କାହିଁ କିଣିବେନି କାହିଁକି? ପିଭି ନାହିଁ, 4 ଟଙ୍କା। ଆରତୀ ମ୍ୟାଡାମ କହିବେ, ସୁକାନ୍ତ ବାବୁ କହିବେ, ସମସ୍ତେ କହିବେ ଆମ ପାଇଁ ବି କିଛି କିଛି କିଣି ଦିଅନ୍ତୁ। ଆପଣଙ୍କର ଏଇ ଉଦାରତା ପୂର୍ଣ୍ଣ କଥା ଏଠି କାହିଁକି ପ୍ରକାଶ କରୁଛନ୍ତି? ସମସ୍ତେ ତ ମୁଁ କହିବେ ଆପଣଙ୍କୁ କେବେ କିଣିବା ପାଇଁ। ଆଁ? ମୋର କେବେ ସଟଫଲ ହେଲେ ମୁଁ କାହାକୁ କହିବିନି ଯେ ଏଟା ତ ଏମିତି କିଣିବା କଥା ନୁହେଁ, ତାକୁ ଆପଣ ମୋଟିଭେଟ କରିବା କଥା। ଆରେ ବାବୁ ଏତେ କିଣିଲ, ଆଉ 4 ବିଜନେସ ବୋଲି କାହିଁ କିଣୁଛ? ଆଉ ଯଦି ବା କଣ ଏମିତି ଗୋଟେ ହେଲା, ତେବେ ସମସ୍ତଙ୍କ ଆଗରେ ଡିକ୍ଲାର କାହିଁ କରୁଛନ୍ତି? ସମସ୍ତେ ତ ସେଇଆ ଆପଣଙ୍କୁ କହିବେ। ଆପଣଙ୍କ ଏମିତି ଉଦାର ହୃଦୟ। କୌଣସି ଏଭଳି କଥା ଯଦି କୌଣସି ପରିସ୍ଥିତିରେ ଆମେ ଭୁଲ ଭାଲ କରୁଛେ, ତାକୁ ସମସ୍ତଙ୍କ ଆଗରେ ପ୍ରକାଶ କରନ୍ତୁନି। ଆମର ଉଦାରତା ଆମେ ଦେଖେଇବା ପାଇଁ ଆମେ ସମସ୍ତଙ୍କ ଆଗରେ ପ୍ରକାଶ କରିବାନି, ତାହେଲେ କଣ ହବ ନା, ଆଜ୍ଞା ମେସେଜ ଆଜ୍ଞା ଭୁଲ ହେଇଯିବ। ଥ୍ୟାଙ୍କ ୟୁ। ଆଜ୍ଞା। ସେଇଟା ଭିତରେ ରଖିବା। ଯେତେବେଳେ କାହାର କଣ ପରିସ୍ଥିତି ଆସୁଛି, ଆମେ ତା ପାଇଁ ଯାହା କରିବା ସେଟା ଭିତରେ ରଖିବା। ଆମ ଭିତରେ ସେ କଥାଟା ଥାଉ। ଠିକ କଥା। ଓକେ ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ଉଁ, ଆମ ସାଙ୍ଗରେ ଆଜି ଆଚ୍ଛା ସୁକାନ୍ତ ବାବୁ। ସାର୍ ନମସ୍କାର ସାର୍, ଜୟ ଆରସିଏମ୍। ଜୟ ସିଂ। ସାର୍ ଟିମରେ ତ 5 ଜଣ ବି ସାର୍ କାଲି ବି କଥାବାର୍ତ୍ତା ହେଇଛି, କାଲି ଆଉ 2-3 ଜଣ ବାହାରିବେ। ଆଉ ସାର୍ ଆଉ ଯୋଉମାନେ 2,500 କରିଛନ୍ତି ସେମାନେ କେମିତି 5,000 କରିବେ, କେମିତି ଆମର ମାର୍ଚ୍ଚ ମାସ ଭିତରେ କେମିତି 15,000 କରିକି ଏଲଡି ପ୍ରୋଗ୍ରାମ କେମିତି ଆଟେଣ୍ଡ କରିବେ, ସେଥିପାଇଁ ସାର୍ ପ୍ରୟାସ ଜାରି ରହିଛି। ଓକେ ବହୁତ ବଢିଆ। ଜୀବନାନନ୍ଦ ସିଂ ସାର୍, ସାର୍ ଆଉ ସାର୍ ଅନମ୍ୟୁଟ କରନ୍ତୁ। ସାର୍ ସେ ପୋଲିସ ସାର୍ ସେ ପୋଲିସରେ ଅଛନ୍ତି ସାର୍। ଆଜ୍ଞା ଆଜ୍ଞା ସାର୍ ୱେଲକମ୍। ଆଜି ଫାର୍ଷ୍ଟ ଟାଇମ୍ ଆପଣ ଆମ ସାଙ୍ଗରେ ଆସିଛନ୍ତି। ବହୁତ ଆଜ୍ଞା ବଢିଆ ଆଜ୍ଞା ଲାଗିଲା, ଖୁସି ଲାଗିଲା। ଆଜି ମେଡିଟେସନ ନିଶ୍ଚୟ ଆପଣ ନେଇଥିବେ। ସାର୍ ଅନମ୍ୟୁଟ କରନ୍ତୁ। ବୋଧେ କିଛି ନେଟୱାର୍କର ପ୍ରୋବ୍ଲେମ ଅଛି ବୋଧେ। ଓକେ କାର୍ତ୍ତିକ ବାବୁ, କାର୍ତ୍ତିକ ବାବୁ ଅନମ୍ୟୁଟ କରନ୍ତୁ। ମନୋଜ ବାବୁ। ଜୟ ଶ୍ରୀ ସାର୍ ନିଶ୍ଚିନ୍ତ କରିବା। ଆଉ 4 ଦିନ ତ ଅଛି ସମୟ, ତାକୁ ନିଶ୍ଚିନ୍ତ ୟୁଜ କରିବା। ଆଉ କେତେ 5,000 ବି ବାହାର କରିପାରିବା। ଆଉ ଜୟ ଶ୍ରୀ ସାର୍। ଓକେ ଥ୍ୟାଙ୍କ ୟୁ। ଜୀବନାନନ୍ଦ ସାର୍ କିଛି କହିବେ କି? ଆପଣଙ୍କ ଅନମ୍ୟୁଟ ହେଇଗଲା। ଯାହା ହଉ ବହୁତ ଖୁସି ଲାଗିଲା ଆଜି ଆପଣ ଆମ ସାଙ୍ଗରେ ଆସିଛନ୍ତି। ପ୍ରତ୍ୟେକ ଦିନ ଆସନ୍ତୁ, ଆ, ଖୁସି ବି ଲାଗିବ। ଆଜ୍ଞା କିଛି କୁହନ୍ତୁ। ବୋଧେ ହେଇପାରୁନି, କିଛି ଅସୁବିଧା ଅଛି। ଓକେ ଠିକ ଅଛି। ସୁଭାଷ ସାର୍,
ସୁଭାଷ ସାର୍ ଅନମ୍ୟୁଟ୍ କରନ୍ତୁ। ସୁଭାଷ ଚନ୍ଦ୍ର ଲେଙ୍କା ସାର୍। ହଉ, ଆଜି କିଛି ଗୋଟେ ପ୍ରୋବ୍ଲେମରେ ଅଛି ବୋଧେ। ଓକେ, ପ୍ରବୀଣା ମ୍ୟାଡ଼ାମ। ଆଜ୍ଞା। ସାର୍ ନମସ୍କାର। ଚାନ୍ଦ ସାର୍ଙ୍କୁ ବି ନମସ୍କାର। ସାର୍ ପ୍ରସ୍ତୁତି ତ ଚାଲିଛି, ସିଏ ଉପର ବାଲାର ହାତରେ, ଆମେ ତ କର୍ମ କରି ଚାଲିଛେ, ଫଳ ଦବା ଲୋକ ସିଏ। ଦେଖାଯାଉ କଣ ହଉଛି। ଆଉ ତ ହାତରେ ଆମର ଯୋଡିଏ ଦିନ ଅଛି, ଏ ଭିତରେ କଣ ହେଇପାରୁଛି। କରିହବ ସବୁ କଥା, କିନ୍ତୁ ଆମ ଷ୍ଟ୍ରଙ୍ଗ ଡିଟରମିନେସନ ନିହାତି ଦରକାର। ଯେ ଆମେ ଯେତେ ଷ୍ଟ୍ରଙ୍ଗ ଏ ତ ହେଇକି ତପସ୍ୟା କରିବା ସେତେ ବଡ ସଫଳତା ଆମକୁ ମିଳିପାରିବ। ସେଇଆ ତ ତାର କରୁଛୁ, ଦେଖାଯାଉ ସେ ପ୍ରଭୁଙ୍କର ଇଚ୍ଛା କଣ, ଆମର କର୍ମର ଫଳ କଣ। ନାଇଁ ନାଇଁ, ଠିକ କଥା। ଆପଣ ତ ବ୍ରାହ୍ମଣ ଲୋକ, ମୁଁ ଭାବୁଛି ବୋଧେ ଆପଣ ପାଖାପାଖି ଲୋକ। ଠାକୁରଙ୍କର ପାଖ ଲୋକ। ହଁ, ସବୁ କିଛି ହେଇପାରିବ। ଓକେ, ନମିତା ମ୍ୟାଡାମ। ନମସ୍କାର, ଚାନ୍ଦ ସାର୍ଙ୍କୁ ମୋର ନମସ୍କାର, ଜୟ ଆରସିଏମ୍। ସାର୍ ମୋର ଏ ମାସରେ ମୁଁ ତ ଆମ ବି ଲେଗ୍ରେ କେତେ ଜଣ କିଣି ନାହାନ୍ତି, ଏ ଲେଗ୍ରେ ବି କେତେ ଜଣ କିଣି ନାହାନ୍ତି। କିଣିଲା ପରେ ଟାର୍ଗେଟ ହଉଛି 37 ପରେ ଆମେ ଜାଣିବୁ ଯେ କୋଉ ଲେବୁଲ ଆମେ ରହୁଛୁ ସାର୍। ଆଉ ସାର୍ କି ସୋଲ ଉପରେ ମୋର ଯୋଉ ଇଏ ହେଇଛି, ଆଉ ସେଇଟା କେମିତି ମୁଁ କଣ କରିବି? ମୁଁ ତ ଏଠି ଗାଁରେ ଅଛି ସାର୍, ମୋର ପ୍ରୋଗ୍ରାମ ଅଛି ଦୋଳ ପାଇଁ। ଆଉ ମୋ ପାଇଁ କିଏ ଯଦି ସେଇଥିରେ ଅଫର କରିପାରିବ ଯାଇପାରିବେ, ଭଲ କିଛି ଲାଗିବ ଅସୁବିଧା ନାହିଁ, ସାର୍। ପଳେଇ ଯିବେ। ଆପଣ ସ୍କ୍ରିନଶଟ ଟା ପଠେଇଦେବେ। ହଁ, ମୋ ପାଇଁ ଯଦି ଆଜ୍ଞା ସାର୍, ମୁଁ ତାଙ୍କୁ ବରଂ ମୋ ବଦଳରେ ଆଉ ଜଣେ ହେଇଯାଉ, ଭଲ ଆମର ଟିମ୍ ଟା ଭଲ ହବ ନା, ଗ୍ରୋଥ ହବ ଆଉ ଟିକେ। ଯଦି ନିହାତି ଅସୁବିଧା ଗୋଟେ ଅଛି ଥର ଫ୍ରି ଆପଣ ଆଉ କାହାକୁ, ପାଇଗଲେ ମୋ ପାଇଁ। ଆଜ୍ଞା, ନିହାତି ଅସୁବିଧା ଅଛି, ଆଜ୍ଞା ଆପଣ ଆପଣଙ୍କର ଟିମରେ କାହାକୁ ବି ପଠେଇ ଦେଇ ପାରିବେ। କିନ୍ତୁ ଏଟା କରିବା କଥା ନୁହେଁ, କିନ୍ତୁ ଆଜ୍ଞା ବହୁତ ଅସୁବିଧା ଅଛି। ଯଦି ଫାର୍ଷ୍ଟ ଟାଇମ ପାଇଁ ଗୋଟେ କନସିଡର କରିଯିବା, କରାହବ। ଆଜ୍ଞା ସାର୍, କାଲି ରାତିରେ ମୁଁ ପ୍ରୋଗ୍ରାମରେ କହିଥାନ୍ତି ଯେ ଆପଣଙ୍କୁ ଏଇ ମିଟିଂରେ, ମୁଁ କହିଲି ନାଇଁ ସାର୍ଙ୍କୁ ଅଲଗା କହିବି, କାହିଁ ପ୍ରୋଗ୍ରାମ ଭିତରେ କହିବି। ଏଇନି ମୁଁ କହିଲି ସକାଳେ ଠିକ ଅଛି, ଚେଷ୍ଟା ଚାନ୍ସ ପାଇଛି, ଟିକେ କହିଦିଏ ସାର୍। ମ୍ୟାଡାମ ଚେଷ୍ଟା କରନ୍ତୁ ଯେ ବହୁତ ସାରା ସାଥୀଙ୍କୁ ଆପଣଙ୍କର ଟିମରେ, ଯେହେତୁ ଭୁବନେଶ୍ୱରରେ ହଉଛି, ତ ବହୁତ ସାରା ସାଥୀଙ୍କୁ ଏ ସ୍ପେଶାଲ କୋର୍ସ ଦବା ପାଇଁ ଆପଣ ଚେଷ୍ଟା କରନ୍ତୁ। ହୁଏତ ଆଉ କାହାର ଜୀବନରେ ବି ବହୁତ ଟାଇମିଂ ବଡ ଟା ପରିବର୍ତ୍ତନ ଆସିଯିବ। ମୁଁ ସେଇ କଥା ମନେ ପକାଉଛି, ଯେତେବେଳେ ଆରସିଏମ ରେ ସାର୍ ଆରଓ ଆସିଥିଲା, ମାନେ ଆରସିଏମ ରେ ଯେତେବେଳେ ଆରଓ ଆଜ୍ଞା ଆସିଥିଲା। ସାର୍, ଆଜ୍ଞା କୁହନ୍ତୁ ସାର୍। ଆଜ୍ଞା, ସାର୍ କୁହନ୍ତୁ। ମୁଁ କହିଲି କି ସାର୍ କୁହନ୍ତୁ। ଆରସିଏମ ରେ ଯେତେବେଳେ ଆରଓ ଆସିଥିଲା, ସେତେବେଳେ ବହୁତ ସାରା ସାଥୀ ଆରଓ ର ଟ୍ରେନିଂ ନେଇଥିଲେ। ଆଜି ଦେଖନ୍ତୁ ସେମାନେ ବହୁତ ଭଲ ଲକ୍ଷ ଲକ୍ଷ ଟଙ୍କା ଇନକମ କରୁଛନ୍ତି। ସେମିତି ଇଏ ଗୋଟେ ବହୁତ ବଡ ଆଜ୍ଞା ସାର୍ ଇଣ୍ଡଷ୍ଟ୍ରି। ଇଏ କସ୍ମେଟିକ୍ସ ଆଉ କଲର କସ୍ମେଟିକ୍ସ, ଇଏ ହାଇଜିନ୍, ଇଏ ଗୋଟେ ବହୁତ ବଡ ଇଣ୍ଡଷ୍ଟ୍ରି। ତ ଇଏ ଇଣ୍ଡଷ୍ଟ୍ରିରେ ମାନେ ଇଏ ରେଗୁଲାର ଦରକାର। ଆର ତ ଜଣେ ଥରେ କିଣିଦବ, ଆଉ ନେକ୍ସଟ ଟାଇମ ଆଉ କିଣିବନି, ବହୁତ ଦିନ ପର୍ଯ୍ୟନ୍ତ କିଣିବନି। କିନ୍ତୁ ଏଟା ତ ପ୍ରତ୍ୟେକ ମାସରେ ଦରକାର ହବ। କିନ୍ତୁ ଆମେ ଟୁ ଦି ପଏଣ୍ଟ ଯଦି ଆମେ ଜାଣିଯିବା ତା ଉପରେ, ତାର କ୍ୱାଲିଟି କଣ ଅଛି, କି ସୋଲର ଭବିନୀର କ୍ୱାଲିଟି କଣ ଅଛି, ତାକୁ କେମିତି ୟୁଟିଲାଇଜ, କେମିତି ୟୁଜ କରିବା ଦରକାର, ଆମେ ଜାଣିଛେ ସବୁ କଥା, କିନ୍ତୁ ୟୁଜ ଯଦି କରିବେ, ତ ଏ କଥା ଯଦି ଟିମରେ ସମସ୍ତେ ଜାଣିଲେ, ସମସ୍ତେ ଏକ୍ସପର୍ଟ ବି ହେଇଯିବେ, ସମସ୍ତେ ଲିଡର ବି ହେଇଯିବେ। ତ ଟିମରେ ଯେତେ ଲିଡର ତିଆରି ହେବେ, ସେତେ ବଡ ଆଜ୍ଞା ଆପଣଙ୍କର ଟର୍ଣ୍ଣଓଭର ହେଇଯାଇ ପାରିବ। ତ ସେଥିଲାଗି ଚେଷ୍ଟା କରନ୍ତୁ, ଆପଣଙ୍କର ଲିଷ୍ଟ ଅନୁସାରେ, ଆପଣଙ୍କ ଟିମର ଯୋଉ ଲିଷ୍ଟ, ଆଉ ସମସ୍ତଙ୍କୁ କି ସୋଲର ପରଚେଜ କରିବା ପାଇଁ ଆଜ୍ଞା ଆ, ସାର୍ ଆପଣ ଚେଷ୍ଟା କରନ୍ତୁ ସମସ୍ତଙ୍କୁ ଆଜ୍ଞା ହାସଲ କରେଇକି ଆପଣ ଇନଭଲ୍ଭ କରିବା ପାଇଁ। ଓକେ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ସାର୍ ମିନତି ମ୍ୟାଡାମ, ଆଉ କଣ କହିବେ କି ନମିତା ମ୍ୟାଡାମ? ସାର୍ ମୁଁ କହୁଥିଲି, ମାନେ ଆମର ମାର୍ଚ୍ଚ ମାସରେ ଯଦି ଏଇ ପ୍ରୋଗ୍ରାମ ଟା ବି ରହିବ, ଆମେ ସେଥିରେ ଇଏ କରିକିରି ବି, ଯଦି ଆମର ଅଫର ଥିବ, ଆମେ କିଣିକିରି ବି ତାକୁ ନିଜେ ଲଗେଇ ପାରିବୁ, ଟ୍ରେନିଂ କରିପାରିବୁ ତା ଦେହରେ, ଟ୍ରେନ୍ ଅପ୍ ହେଇପାରିବୁ ସାର୍, ଫେସିଆଲ ପାଇଁ ଇଏ କରିପାରିବୁ। ହଁ, ମାର୍ଚ୍ଚରେ ତ କିଛି ଡିକ୍ଲେୟାର ହେଇନି, ତ ଏବେ ଯୋଉଟା ହେଇଛି ତ ଆମେ ତାରି ଉପରେ ଯିବା।
ତ ସେଟା କମ୍ପାନୀ ଆକ୍ଚୁଆଲି ଦେଖୁଛି, ଆମ ସଂସ୍ଥା ଦେଖୁଛି କି ଯାହା ଯାହା ଆମ ପାଇଁ ସେଇଟା ପଛେ କୋଉଟାରେ ରେସ୍ପଣ୍ଡ କଣ ଆସୁଛି, ତାପରେ ଏକ୍ସପେରିମେଣ୍ଟ ଉପରେ ତାପରେ ଆଗକୁ ତାର ପୁଣି ଷ୍ଟ୍ରାଟେଜି ନବ। ତ ସେଥିଲାଗି ଆମର ହଉ ରେସ୍ପଣ୍ଡ ସାର୍। ଉପରେ ଆମର ନିର୍ଭର କରେ ଯେ ମାର୍ଚ୍ଚରେ କଣ ହବ କଣ ନ ହବ। ତ ମାର୍ଚ୍ଚରେ ଆଜ୍ଞା ସେଥିଲାଗି ସାର୍, ଓମେନ୍ସ ହଉ ଡେ ରହିଲି, ଏଠାରେ ଥ୍ୟାଙ୍କ ୟୁ। ଏଠାରେ ମ୍ୟାକ୍ସିମମ୍ ଆପଣ ଇନଭଲ୍ଭ କରିବା ନିହାତି ଦରକାର। ଆଉ ସବୁବେଳେ ଭାବୁଥିବା ଦରକାର ଯେ ଏଇଟା ହଉଛି ଆମ ପାଇଁ ଆମ ଜୀବନରେ ଗୋଟେ ଫାଷ୍ଟ ଆଣ୍ଡ ଲାଷ୍ଟ ଅପରଚ୍ୟୁନିଟି। ନାଇଁ ସତ୍ୟଜିତ୍ ବାବୁ, ମାର୍ଚ୍ଚରେ ଓମେନ୍ସ ଡେ ଫଙ୍କସନ ଟା କେମିତି ଆମେ ଭଲ ଭାବେ କରିବା ସେଟା ସେଇଟା ଆପଣ ପ୍ଲାନ୍ ମାନେ କରିବା। କରିବେ ନା। ନାଇଁ ସେଇଟା କହୁଛି, ଏବେ ଆଉ ସେ ବିଷୟରେ ଡିସ୍କସନ କରନ୍ତୁ, ଡିସ୍କସନ ହଁ ଏବେ ସେଟା ତ ଆମର କରିବା। କେମିତି ବର୍ତ୍ତମାନ ବର୍ତ୍ତମାନ ଆମ ମୁଣ୍ଡରେ କେବଳ ଏଇ 4 ଦିନ ଅଛି, 25, 26, ଆଜ୍ଞା 27, 28। ଇଏ 4 ଦିନ ତ ବର୍ତ୍ତମାନ ଆଜ୍ଞା ଅଛି। ସାର୍। ବର୍ତ୍ତମାନ ଟାର୍ଗେଟ କୁ ଫୁଲଫିଲ କରିବାକୁ ଲାଗ, ଆଉ କିଛି ନାହିଁ। ଜୟ ହଉ ଆରସିଂ। ଠିକ ଅଛି, ଅପା ନମସ୍କାର। ଆଉ ବୁଢୀ ହଁ ପିଏ ଆଜ୍ଞା ମିନତି ମ୍ୟାଡାମ କୁହନ୍ତୁ। ହଁ ହଁ ସାର୍ ନମସ୍କାର। ଆମର କାଲି ନମସ୍କାର, ମଙ୍ଗଳବାର ଥିଲା କିନ୍ତୁ ମିଟିଂରେ ମୁଁ ବସିପାରିନି, ଏଠି ଜଣେ ଡେଥ୍ ହେଇଗଲେ ସେପଟେ ଟିକେ ବ୍ୟସ୍ତ ରହିଗଲି, ଆଉ ସେ ମୁଁ କିଛି ଶୁଣି ପାରିନି। ଆଉ କିଶୋରର ତ ମୁଁ ସବୁ ମୋର ତ ହେଇଯାଇଛି, ଝିଅର ବି ହେଇଯାଇଛି ମୋର ବି ହେଇଯାଇଛି। 27 ତାରିଖରେ ଆମେ ଆଟେଣ୍ଡ କରିବୁ। ଆଉ ଆଉ କହିଛି ବି କେତେ ଜଣ ବନ୍ଧୁମାନଙ୍କୁ ସବୁ କହିଛି, ସେମାନେ ସବୁ ସେଦିନ ଯିବେ ବୋଲି କହିଛନ୍ତି। କିଶୋର ତ ଭଲ ସବୁ ଶୁଣିଲେ ମୋ କେମିତି ଠାରୁ, ମୁଁ ବି ବିନାତି ନେଇଛନ୍ତି ବି ବହୁତ ଜଣ। ଆଜ୍ଞା ବିନାତି ସେମାନେ ହଁ ଯିବେ ଆଜ୍ଞା ମାନେ ସେମାନେ 1000 ରୁପିଜ କିଣିବାକୁ ପଡିବ, ନୋ ଏଣ୍ଟ୍ରି। ଏଇଟା ବୁଝିଛୁ ହଁ କି ନାହିଁ? କହିଛି ତାଙ୍କୁ, ସେଇଆ କହିଛି। କହିଛି ମାନେ 1000 ଟଙ୍କାର କିଣିଲେ ତମେ ଏଣ୍ଟ୍ରି ଫ୍ରି ଅଛି, ଏଣ୍ଟ୍ରି ଫ୍ରି ଅଛି, ଫେସିଆଲ ବି ଅଛି, ସବୁ ଅଛି। ମୁଁ ତାଙ୍କୁ ବୁଝେଇ ଦେଇଛି। ତ ଆଜି ଆଉ ଟିକେ ମାନେ ବସିବି, ଆଜି ତ ଆମର ପିକନିକ ଗୋଟେ ଅଛି, ମାନେ ଆମ ଗ୍ଲୋରିଆର ଜାଣିଛନ୍ତି, ଅପା ବି ଜାଣିଛନ୍ତି। ଆଉ ଠିକ ଅଛି। ଆଉ ମୋର ତ ସାରଟା ଉପରେ କଣ ବେଶୀ ଇମ୍ପୋର୍ଟାଣ୍ଟ ଦଉଛନ୍ତି ସମସ୍ତେ, ସାରଟା କଣ ଭଲ ପଡୁଛି ସମସ୍ତେ ନାଇଁ କହୁଛନ୍ତି। ମୋ କହିବା କଥା ମିନତି, ମୁଁ ପରେ ଡିସ୍କସନ, ଯୋଉ ଗ୍ଲୋରିଆ ବହୁତ ମିଟିଂ କୁ ବଢିଆ ଯିବୁ। କଥା। ଆପଣ ବହୁତ ଭଲ କାମ କରୁଛନ୍ତି ଯେ ଟିସିଜି ସବୁବେଳେ କହୁଛନ୍ତି ଯେ ପବ୍ଲିକଙ୍କ ସହିତ ମିଶିବା ପାଇଁ ଗୋଟେ ବାହାନା ଖୋଜ। ଯାହା ହଉ ଆପଣ ବହୁତ ସାରା ସଂସ୍ଥା ସହିତ ଇନଭଲ୍ଭ ଅଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଯେ ସେଠି ବି ସେଠି ଆପଣ ପ୍ରଚାର ପ୍ରସାର କରନ୍ତୁ, କାରଣ ହଁ ଆମର ଉଦ୍ଦେଶ୍ୟ ହଉଛି ଯେ ରୋଗମୁକ୍ତ ଭାରତ ତିଆରି କରିବା। ସେମାନେ କେମିତି ସୁସ୍ଥ ରହିବେ, ହଁ ଭଲରେ ରହିବେ, ହଁ ଖୁସିରେ ରହିବେ, ସ୍ୱାବଲମ୍ବୀ ରହିବେ, ତ ହଁ ମହିଳାମାନେ ଉନ୍ନତି କରିବେ। ଆମର ଏଇ ଉଦ୍ଦେଶ୍ୟ, ଇଏ ଉଦ୍ଦେଶ୍ୟର ଇଏ ବାର୍ତ୍ତାକୁ ଆପଣ ସେଠି ବାଣ୍ଟି ଚାଲନ୍ତୁ ପ୍ରସାଦ ଭଳି। ତ ଇଏ ହଉଛି ବହୁତ ଭଲ କଥା। ସେଠି ବି ଯୋଉମାନେ ବି ଆପଣଙ୍କର ଆରସିଏମ ରେ ଜଏନ କରିଛନ୍ତି, ତ ତାଙ୍କୁ ବି କୁହନ୍ତୁ ଯେ ମୋର 1000 ଟଙ୍କାର ମୁଁ ପରଚେଜ କରିକି ସେଦିନ ଗୋଟେ ବହୁତ ଭଲ ଇଏ ମୁଁ ହ୍ୱାଟ୍ସଆପ ରେ ତ ପଠେଇ ଦେଇଛି। ତ ହଁ ପଠେଇଛି। ହଁ ତାର ଯୋଉ ଫଟୋ ଇଏ ସବୁ ପଠେଇ ଦେଇଛନ୍ତି, ତ ଆପଣ ଦେଖିବେ ହଁ ସେଠି ବହୁତ ଭଲ ହଁ ସେଠି ଟ୍ରେନିଂ ଗୋଟେ ଦିଆଯିବ। ମ୍ୟାଡାମ ବହୁତ ବଢିଆ ସେ ଇଏ କରୁଛନ୍ତି, ତ ଆପଣ ପ୍ରମୋଟ କରନ୍ତୁ, ବହୁତ ସାରା ହେଇଯାଇ ପାରିବ। ଆଉ ଯୋଉମାନେ ବି ଜଏନ କରିନାହାନ୍ତି ସେମାନେ ବି ଯଦି ଜଏନ କରିବେ, 1000 ଟଙ୍କାର ପରଚେଜ କରିଦେବେ ଯୋଉ ତାଙ୍କର କିଶୋର ଆଉ ଭବିନୀର, ହଁ ସେମାନେ ବି ଏଣ୍ଟ୍ରି ହେଇଯାଇ ପାରିବେ। ହଁ ତ ଇଏ ବି ବହୁତ ଭଲ ଅପରଚ୍ୟୁନିଟି ଅଛି ଆମ ହାତରେ, ଆମେ କେଜଣ ବି କରିପାରିବା। କହିଛନ୍ତି ଫ୍ୟାନ ବି କିଣିବେ, 3ଟା ଖଣ୍ଡେ କିଣିବେ ବୋଲି କହିଛନ୍ତି। ନୂଆ ଘର କରିଛନ୍ତି ଆଜ୍ଞା। ଆମର ଏଇଠି ପାଖ ଘର ସବୁ, କହିଲେ ଆମେ 3ଟା ଫ୍ୟାନ କିଣେଇଦବୁ ମତେ। କହିଲେ ଆଚ୍ଛା ଠିକ ଅଛି, ଯିବା କିଣିବା ଆଉ। ବଢିଆ, କହିଛନ୍ତି। ତାଙ୍କର ଜଏନିଂ ବି ହେଇଯିବ ସେଥିରେ, ତାଙ୍କୁ ଗୋଟେ ନୂଆ ରାସ୍ତା ହଁ ବି ମିଳିଯିବ ତାଙ୍କ ଜୀବନରେ। ଆଉ ମୁଁ ଚାହୁଁଛି ତାପରେ ଯେ ଆପଣଙ୍କ ମିନତି ଟିମ ର ସମସ୍ତଙ୍କୁ ଆପଣ ସେ ଆପଣଙ୍କ ମିତା ବି ନିଜ ଜାଣିଛି, ମିତା ଦାଦାଙ୍କ ଦାଦା ଘର, ସିଏ କହିଛନ୍ତି, ଆଜି କହିଲେ ଆମର ଫ୍ୟାନ 3ଟା କିଣିବାର ଅଛି। କିଣିବ, ମୁଁ ଓକେ, କହିଲି ଆଇଡି ଖୋଲିକି ଦିଅ, କଣ ଅଛି। ବହୁତ କହିଛନ୍ତି ବଢିଆ, ବହୁତ ଆଜି ବଢିଆ। ମିନତି କଥାବାର୍ତ୍ତା କରିଛି। ଆଉ ମୁଁ କହିବି କି ଆଜ୍ଞା ମିନତି ଆପଣ ଆଜ୍ଞା ଅପା ଟିକେ ସତ୍ୟଜିତ୍ ଅପା ଟିକେ ସତ୍ୟଜିତ୍ ରୁହନ୍ତୁ, ଆପଣ ଅପା ଟିକେ ରୁହନ୍ତୁ, ଆପଣ କହିବେ ଆପଣ ଟିମ୍ କଥା। ଆପଣ ତ ପର୍ସନାଲି କଥା ହେବେ, ଏଠି ସମସ୍ତେ ବସିଛନ୍ତି। ମୁଁ କହିବା କଥା କି ଦେଖନ୍ତୁ ଟିମରେ କେବଳ ଗୋଟେ ଝିଅ ନାହିଁ, ଆପଣଙ୍କର ବହୁତ ସାରା ଝିଅ ଅଛନ୍ତି। ସମସ୍ତଙ୍କର ଉନ୍ନତି ଦେଖନ୍ତୁ, ତ ଆପଣଙ୍କର ହେଇଯିବ। ପ୍ରବୀଣା ମ୍ୟାଡାମ ୱେଲକମ୍। ଆଜି ଟିକେ ସମୟ କମ ନମସ୍କାର ଅଛି। ନମସ୍କାର। ନମସ୍କାର। ହଁ ମ୍ୟାଡାମ କହିଲେ ପ୍ରବୀଣା ମ୍ୟାଡାମ ଆଜ୍ଞା କୁହନ୍ତୁ। କହିସାରିଲେଣି ବା, କହିସାରିଲେଣି? କହିସାରିଲେଣି। ଓ ଆଚ୍ଛା 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 ଓକେ ଓକେ। ଆଚ୍ଛା ସାର୍, ଫାଷ୍ଟରୁ କହିଥିଲେ, ପ୍ରବୀଣା ମ୍ୟାଡାମ ଫାଷ୍ଟରୁ କହିଛନ୍ତି। ଆଚ୍ଛା ଫାଷ୍ଟ ରୁ ନାଇଁ କହିସାର। ମିନତି ମିନତି ଫାଷ୍ଟ ମଝିରେ କହିଛି, ହଁ ମଝିରେ। ମିନତି, ହଁ ତୁ ହଁ ତ ବ୍ୟାଗରେ ଭୋମିନି ପ୍ରଡକ୍ଟ ଯାହା ବି ଅଛି ପାଖରେ ତାକୁ ହଁ ନେଇକି ଯିବୁ। ଏଠି ହଁ ପ୍ରମୋଟ କରିବୁ, ତୁ ଯାଇଛୁ ଗ୍ଲୋରିଆରେ। ଆଚ୍ଛା ଠିକ ଅଛି।
ହଉ ଅନୁରୋଧ। वाह बहुत बढ़िया ହଉ 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 ଠିକ बहुत बढ़िया सजेशन ଆଉ ହଉ ଚାନ୍ଦ ସାର୍ ସାହୁ ସାର୍ ସମସ୍ତଙ୍କୁ ନମସ୍କାର। ଆଉ ହଁ ସମୟ ତ ନାଇଁ ସାର୍ କମ ଆମେ ଅଛନ୍ତି ମନେ ସାର୍ଙ୍କଠୁ କରିବୁ। ଆମେ ଶୁଣିବା ଆଉ ଇଏ 4 ଦିନରେ କଣ ବଡ କାମ କରିପାରିବା ସାର୍ଙ୍କର ବଡ ଏକ୍ସପିରିଏନ୍ସ ଅଛି ସାର୍ ପ୍ଲିଜ ୱେଲକମ୍ ସାର୍ ସାର୍ ନମସ୍କାର। ନମସ୍କାର ସାର୍ ନମସ୍କାର। ନମସ୍କାର ନମସ୍କାର ଆମେ ନମସ୍କାର ବହୁତ ଡିଷ୍ଟର୍ବ କରୁଛୁ ନମସ୍କାର ସାର୍। ନମସ୍କାର। ନାଇଁ ସାର୍ଙ୍କୁ ଏତେ ଡିଷ୍ଟର୍ବ କରୁଛୁ। ଆଜିର ମିଟିଂ ର ବାତାବରଣ ବହୁତ ମାନେ କଣ ଏକ୍ସାଇଟମେଣ୍ଟ। ଡିଷ୍ଟର୍ବ ହଁ ଆଜିର ବାତାବରଣ ବହୁତ ଏକ୍ସାଇଟମେଣ୍ଟ ଆପଣ ମାନଙ୍କର 27 ତାରିଖ ପାଇଁ ପ୍ରସ୍ତୁତ ହଉଛନ୍ତି ତ ସମସ୍ତେ ଚେଷ୍ଟା କରନ୍ତୁ 1000 ପିଭି ର ଜିନିଷ କିଣିବା ପାଇଁ କିଣେଇବା ପାଇଁ। ଟଙ୍କା 1000 ଟଙ୍କା ହଁ ସରି 1000 ଟଙ୍କାର ଜିନିଷ କିଣନ୍ତୁ ଆଉ ଅନ୍ୟକୁ କିଣିଅନ୍ତୁ। କିଣିବାଠୁ ବଡ କଥା ହଉଛି କିଣେଇବା। ଇଏ ସବୁଥିରେ ସନ୍ଦୀପ ସାର୍ଙ୍କର ଟ୍ରେନିଂରେ ଆପଣମାନେ ନେଇଛନ୍ତି କରନା 10% କରବାନା ହଉଛି 90% ସକ୍ସେସ୍ 10% କିନ୍ତୁ ଫାଉଣ୍ଡେସନ ହଉଛି କରିବା। ନିଜେ କରିଲେ ତ ଏକ୍ସାମ୍ପଲ ଦେଖେଇବେ। ସବୁ କାମ ହଉଛି ନିଜେ ପ୍ରଥମେ କରିବା କିନ୍ତୁ ନିଜେ ଖାଲି କରିଲେ ମାତ୍ର 10% ସକ୍ସେସ୍ ର ଆମେ ଫଳ ପାଉ। କିନ୍ତୁ କିନ୍ତୁ ସେ କରିକି ତ ଦେଖିବାକୁ ପଡିବ ନା ତାହେଲେ 90% ଆମେ କରିବା ଦ୍ୱାରା ରେଜଲ୍ଟ ପାଉ 100% ହୁଏ। ତ ମନେ କରନ୍ତୁ 1000 ଟଙ୍କାର ଆପଣ ନିଜେ କିଣିବେ ଖାଲି ନିଜେ କିଣିଦେଲେ କଣ ଲାଭ ହେଲା ନିଜର ୟୁଜ କରିବେ ନିଜର କିଛି ବିକ୍ରି କରିବେ କି କଣ କରିବେ କିନ୍ତୁ ଯଦି ଆପଣ 50 ଜଣଙ୍କୁ କରେଇ ପାରିବେ ଦେଖିକି ଦେଖ ଏଇ ପ୍ରଡକ୍ଟ ଏମିତି ଏଇଭଳିଆ ହଉଛି ତାର ବିଷୟରେ ବୁଝେଇକି କରେଇ ପାରିବେ ତାହେଲେ ଆପଣଙ୍କର କଣ ହବ ନା 50 ଜଣଙ୍କର ସ୍ୱାସ୍ଥ୍ୟ ଭଲ ରଖିଲେ ତାଙ୍କର ସ୍କିନ୍ ଭଲ ରଖିଲେ ସୁନ୍ଦର କରିଦେଲେ ତାଙ୍କୁ ସେମାନେ ଖୁସି ହେଲେ ସେମାନେ ଆପଣଙ୍କ ପ୍ରତି ବହୁତ ବ୍ଲେସିଂସ୍ ଦେଲେ ଯାହା ହଉ ଭଲ ତା ଛଡା ତା ଦ୍ୱାରା ଆପଣଙ୍କର ମାନେ ଗୋଟେ ଅନେଷ୍ଟଲି ଇନକମ୍ ମଧ୍ୟ ଆସିଲା ଅନ୍ୟର ଉପକାର କରିକିରି। ସେମିତି 5000 ବିଜନେସ୍ ଭଲ୍ୟୁମ୍ ନିଜେ କରିବେ ଖାଲି ନିଜେ କରିଦେଲେ କଣ ହବ ନିଜେ ଘରେ ଖାଇବେ ନହେଲେ କିଛିଟା ବିକ୍ରି କରିଦେବେ କିନ୍ତୁ ସେଇଟା ଗୋଟେ ଏକ୍ସାମ୍ପଲ। ନିଜେ 5000 ବିଜନେସ୍ କରିବାର ଗଭୀର ତଥ୍ୟ ହଉଛି ଯେ ଆପଣ ବି 50 ଜଣଙ୍କୁ କହିକିରି 5000 ବିଜନେସ୍ ଭଲ୍ୟୁମ୍ କରାନ୍ତୁ। କରନା କରବାନା କରନ୍ତୁ ନିଜେ କରନ୍ତୁ ଏବଂ ଅନ୍ୟକୁ କରାନ୍ତୁ ମୋଟିଭେସନ ଦେଇ ଏକ୍ସାମ୍ପଲ ଦେଖେଇ ସେମିନାର ମିଟିଂ ଆଟାଚମେଣ୍ଟ କରି ଅଫଲାଇନ ସହିତ କାଉନସିଲିଂ କରି ନିଜେ ନିଜ ଦ୍ୱାରା ନିଜ ଲୋକଙ୍କୁ ପ୍ରଭାବ ପକେଇ ହୁଏନି ତେଣୁ ଅଫଲାଇନ ଦ୍ୱାରା କାଉନସିଲିଂ କରି ସେମିନାର ମିଟିଂ ଟ୍ରେନିଂରେ ଆଟେଣ୍ଡ କରି ତାଙ୍କୁ କରିବାକୁ ଭିଡିଓ ଦେଖିକିରି ଭିଡିଓରେ ତ ବହୁତ ଏବେ ସିଏ ଗୋଟେ ଥାର୍ଡ ପାର୍ଟି ଭିଡିଓ ଏସବୁ ଦେଖିକିରି କରିବାକୁ ଚେଷ୍ଟା କରନ୍ତୁ। ତେଣୁ ଆଉ କଣ ଆଜି ହେଲା 25 ତାରିଖ 26, 27, 28 27 ତାରିଖ ଦିନ ଆପଣମାନେ ତ ଆଟେଣ୍ଡ କରିବେ ତ କ୍ଲୋଜିଂ ର ଆଉ 2-3 ଦିନ ରହିଲା ଯୋଉଥିରେ କି ଆପଣମାନେ ନିଜ ଟିମ୍ ସହିତ ଇଣ୍ଟରାକ୍ସନ କରିବେ। ଏଇ 2-3 ଦିନ ନିଜ ଟିମ୍ ସହିତ ଇଣ୍ଟରାକ୍ସନ କରିବା ହଉଛି ସମସ୍ତଙ୍କଠୁ ମହତ୍ୱପୂର୍ଣ୍ଣ କଥା। ପ୍ରତ୍ୟେକ ଆପଣ ଖାଲି ଷ୍ଟଡି କରିବା କଥା ମୋର ଟିମରେ ଯେମିତି ଆରତୀ ମ୍ୟାଡାମଙ୍କ ଟିମରେ ଯୋଉ ଲିଡର ମାନେ ଅଛନ୍ତି ତାଙ୍କର ପୋଜିସନ କଣ ସେମାନେ ଗତ ମାସରେ କଣ କରିଥିଲେ ଆଉ କେତେ ଅଧିକା କରିବା ତାଙ୍କ ସାଙ୍ଗରେ କାଉନସିଲିଂ କରିବା କଥା। 5000 ବିଜନେସ୍ ଭଲ୍ୟୁମ୍ ଯୋଉମାନେ କରିଥିଲେ ସେମାନେ ହୁଏତ ଭୁଲି ଯାଇଥିବେ ତାଙ୍କୁ ମନେ ପକେଇଦବା କନସିଷ୍ଟେନ୍ସି ମନେ ପକେଇଦବା ଆଉ ଗୋଟେ ବହୁତ ବଡ ବିଜନେସ୍ ହେଇଯାଏ ଏ 2-3 ଦିନରେ ଯଦି ପ୍ରାୟ ଲୋକଙ୍କର ଆମ ଟିମର ଦେଖୁ ଯେ ସେମାନେ ଅଳ୍ପ ଅଳ୍ପ କିଣିଛନ୍ତି 200, 400, 500, 600, 800 କିଣିଛନ୍ତି ତାଙ୍କୁ ଯଦି ଆମେ ଇଣ୍ଟରାକ୍ସନ ଯେତେବେଳେ କରୁ ତାଙ୍କୁ ମୋଟିଭେସନ ଦଉ ସେମାନେ ମଧ୍ୟ ଯିଏ 500 କିଣିଥିବ ସେ 700, 800 କିଣିବ ଯିଏ 200, 300 କିଣିଥିବ ସେ 600, 700 କିଣିବ। ଏମିତି ଯଦି 50 ଲୋକଙ୍କୁ ଦିନକୁ ଇଣ୍ଟରାକ୍ସନ କରାଯାଏ ସେଥିରୁ 20-30 ଲୋକ 200, 400, 100, 150, 200 କଣ ଜଣେ ଲୋକ 300, 400 କିଣିଛି ତାଙ୍କୁ ଯଦି କହିବା ଆରେ ଏଇଟା କିଣିଛ ସେଇଟା କିଣିଛ ଆରେ ଏଇଟା କିଣୁନ ଏମିତି ଯଦି କହିବା ଦ୍ୱାରା ଆଉ ଅନେକ ଲୋକ ଅଛନ୍ତି ଡିସପ୍ଲେ ୱାଲ କରିଛନ୍ତି କିନ୍ତୁ ଡିସପ୍ଲେ ୱାଲରେ ତାଙ୍କର ପ୍ରଡକ୍ଟ ଅଛି କେବଳ ସେମାନେ ଗୋଟିଏ 2500, 2000, 1500 କିଣିକି ରହିଯାଉଛନ୍ତି ଯେ ତାଙ୍କୁ ମୋଟିଭେସନ କରି ଇଣ୍ଟରାକ୍ସନ କରିକି ଆପଣ ମାନେ ତାଙ୍କୁ ମଧ୍ୟ ବିଜନେସ୍ କିଣିବା ପାଇଁ ବଢେଇ ଦେଇ ପାରିବେ। ତ ଏହା ଦ୍ୱାରା ଆପଣଙ୍କର ବିଜନେସ୍ ବଢିଯିବ ଆଉ ଭଲ କ୍ଲୋଜିଂ ହୁଏ। ଏଇଟା ବହୁତ ବଢିଆ କାମ ଯଦି ଆପଣ ଏଇଭଳି ଭାବେ ଇଣ୍ଟରାକ୍ସନ କରିବେ 2 ଦିନରେ। ଥ୍ୟାଙ୍କ ୟୁ ବହୁତ ବହୁତ ଧନ୍ୟବାଦ। ଓଭର ଟୁ ସତ୍ୟଦେବ। ओके ନମସ୍କାର। थैंक यू सर केबे भी भाविबानी हबो कि हबोनी ହଁ ସନ୍ଦୀପ ସାର୍ କହିଛନ୍ତି ହବ। ତ ଆମେ କରିପାରିବା ବହୁତ କିଛି କରିପାରିବା ଏ ଶକ୍ତି ବି ଆମ ହାତରେ ଅଛି ପରମାତ୍ମା ଚାହିଁକି ବସିଛନ୍ତି ଯେ ଆମେ କଣ ମାଗୁଛେ ତ ଆମେ ଯାହା ମାଗିବା ତାଙ୍କୁ ସେୟା ହିଁ ହେଇପାରିବ ଆଉ କିନ୍ତୁ କହିବା ନିହାତି ଦରକାର ମନରୁ ବାହାର କରିବା ଦରକାର ମନ ଭିତରେ ଯାହା ସ୍ୱପ୍ନ ଅଛି ସ୍ୱପ୍ନକୁ ବାହାର କଲେ ହିଁ ସ୍ୱପ୍ନ ବାସ୍ତବତାରେ ପରିଣତ ହେଇପାରିବ
ବହୁତ ବଢିଆ କଥା। ତ ସମସ୍ତେ ଆମେ ଲାଗି ପଡିବା ଆମ ଟିମକୁ ସକ୍ସେସ୍ କରିବା ପାଇଁ। ଆଉ ବହୁତ ଶୀଘ୍ର ମୁଁ ତ ଆଶା କରୁଛି ଯୋଉମାନେ ବି ଆମେ ଏଇଠି ବସିଛେ ସମସ୍ତେ ମାର୍ଚ୍ଚ ମାସର ଯୋଉ କ୍ଲୋଜିଂ ସରିବ ସମସ୍ତେ ରୟାଲଟି ଆଚିଭର ହେବେ। ଆଉ ସେଇ ରୟାଲଟି ଆଚିଭର ଯୋଉ ସେଲିବ୍ରେସନ ମୁଁ ତ ଅନୁଭବ କରୁଛି ଯେ ସମସ୍ତେ ଆପଣମାନେ ରୟାଲଟି ଆଚିଭମେଣ୍ଟ କରିକି ଆପଣ ସେଇ ଷ୍ଟେଜ ଉପରେ ଥିବେ ଆଉ ସଞ୍ଜୀବ ଜି ଆପଣଙ୍କୁ ସେଲିବ୍ରେଟ କରୁଥିବେ। ବଡ କଥା କିଛି ବି ନୁହେଁ, ଟିମରେ ବହୁତ ସାରା ସାଥୀ ଅଛନ୍ତି। ମାତ୍ର 93 ଜଣ ସାଥୀଙ୍କୁ ଯଦି ଆମେ 5000 ପିଭି କରେଇ ଦବା ତାହେଲେ ତାଙ୍କ ମାଧ୍ୟମରେ ବି ଆମେ ରୟାଲଟି ଆଚିଭର ବି ହେଇଯାଇ ପାରିବା। 93 ଜଣ ସାଥୀ ତାଙ୍କ ବେନିଫିଟ ବି ପାଇବେ ଆଉ ତା ସହିତ ଆପଣଙ୍କୁ ବି ସେଲିବ୍ରେସନ ହେବ। ଆପଣଙ୍କୁ ବି ଷ୍ଟେଜ ଉପରେ ଲୋକ ଦେଖିବେ ଯେ ଆପଣ କେତେ ଶୀଘ୍ର ଆପଣ ରୟାଲଟି ଆଚିଭମେଣ୍ଟ କଲେ। ଏଇଟା ଗୋଟେ ବହୁତ ବଡ କାମ ହେଇଯାଇ ପାରିବ। କିନ୍ତୁ ସେଥିପାଇଁ ଆମେ ଯାହା କହିବା ସେଇଟା ହିଁ ହବ। ତ ତ ସେଥିଲାଗି ଯେମିତିକି ଆପଣ ଦେଖନ୍ତୁ ମିନତି ମ୍ୟାଡାମ ସେ ଯୋଉ ଗାର୍ଡେନ ଗୋଲ୍ଡ କୁ ପକେଇକି ତାର ଯୋଉ ଭିଡିଓ କରିକି ସମସ୍ତଙ୍କୁ ଦେଖେଇଲେ ତ ସେଥିଲାଗି ଯାହା ସେଟା ପ୍ରଚାର ହେଇଗଲା ତାଙ୍କର ଅଧିକ ସେଟା ସେଲ ହେଇଗଲା। ସେମିତି ଆରତି ବାପା ଆଜି ତାଙ୍କୁ ଗୋଟେ ଭଲ ଉପଦେଶ ଦେଲେ ଯେ ଯେମିତି ଗାର୍ଡେନ ଗୋଲ୍ଡ କୁ ଭିଡିଓ କରିକି ସମସ୍ତଙ୍କୁ ପ୍ରସାର କଲେ ସେମିତି କି ସୋଲ ବି ସେ ସମସ୍ତଙ୍କୁ ଯଦି ସେ ତାକୁ ଭିଡିଓ କରିକି ସମସ୍ତଙ୍କୁ ଦେଖେଇବେ କି ସୋଲ ସିଏ ବି ପ୍ରଚାର ପ୍ରସାର ହେଇଯିବ। ତ ଆମ ହାତରେ ଯେମିତିକି ମା ଦୁର୍ଗାଙ୍କ ପାଖରେ ସେ 10 ଭୁଜା ଥିଲେ ତ ଆମ ପାଖରେ ବହୁତ ସାରା ହାତ ଅଛି। ଆମେ ବହୁତ କିଛି କରିପାରିବା। ଆମେ କି ସୋଲ ଉପରେ କାମ କରିପାରିବା, ଗୁଡ୍ ଡଟ୍ ଉପରେ କାମ କରିପାରିବା, ହରିଷ ଜୀବନୀ ଉପରେ କାମ କରିପାରିବା, ଗୁଡ୍ ନ୍ୟୁଟ୍ରିଚାର୍ଜ ଉପରେ କାମ କରିପାରିବା। ଆଉ ବଢିଆ କାମ ଦେଲା, ଚୁଟି ଜମା ଆଉ ଉପୁଡୁନି। ଓକେ, ବହୁତ ବଢିଆ କଥା। ଆଜି ତ ସମୟ ହେଇଯାଇଛି, ପୁଣି ଆମେ କାଲି ଦେଖା ହବା। ନମସ୍କାର, ଜୟ ଆରସିଏମ, ଆପଣଙ୍କର ମଙ୍ଗଳ ହଉ, ଆପଣ ମାନେ ସକ୍ସେସ ହୁଅନ୍ତୁ, ଜୟ ବହୁତ ଉପରକୁ ଆଶ୍ରମ, ଯାଆନ୍ତୁ। ଜୟ ଆଶ୍ରମ, ହଁ ଜୟ ଜୟ ଆରସିଏମ, ଜୟ ନମସ୍କାର। ଆରସିଏମ। ନମସ୍କାର। ନମସ୍କାର, ନମସ୍କାର। ନମସ୍କାର।